ସମାଲୋଚନା ସାହିତ୍ୟ ଜୀବନର ଅଭିଜ୍ଞତା ସିଦ୍ଧ ସୃଜନଶୀଳ କଳାତ୍ମକ ବର୍ଣ୍ଣନା ହିଁ ସାହିତ୍ୟ, ଯାହାକି ଜୀବନକୁ ମନଦର୍ପଣରେ ଦେଖାଏ। ଗଦ୍ୟ ପଦ୍ୟ ଭାଷା ଶୈଳୀ ବା ଭଙ୍ଗୀ ସ୍ଥାନ କାଳ ମନ ମାନସିକତା ଏବଂ ସମୟକୁ ନେଇ ସାହିତ୍ୟର ଅନେକ ପ୍ରକାର ରହିଅଛି। ସମ୍ପର୍କରେ ସମ୍ୟକ୍ ଆଲୋଚନାର ନାମ ସମାଲୋଚନା ବା ସମୀକ୍ଷା। ସୃଜନଶୀଳ ଏବଂ ସମୀକ୍ଷାତ୍ମକ ହୋଇ ସାହିତ୍ୟର ଅନ୍ୟ ଦୁଇ ପ୍ରକାର ଅଛି। ସୃଜନଶୀଳ ବା ସୃଜ୍ୟମାନ ସାହିତ୍ୟରେ ଜୀବନର ବ୍ୟାଖ୍ୟା ବା ବୟାନ ରହିଥିବା ବେଳେ ସମୀକ୍ଷାତ୍ମକ ସାହିତ୍ୟରେ ଏହି ସୃଜ୍ୟମାନ ସାହିତ୍ୟର ଭଲ ମନ୍ଦ ଉତ୍କର୍ଷ ଅପକର୍ଷର ବିଚାର ହୋଇଥାଏ। ସାହିତ୍ୟର ରଚନାଶୈଳୀ ବା ଲେଖିବାର ଭଙ୍ଗୀ ସାଧାରଣତଃ ସରଳର ଜଟିଳର ହୋଇ ରହିଥାନ୍ତି। ସରଳ ସାହିତ୍ୟକୁ ସହଜରେ ମାନେ ଥରକର ମନୋଯୋଗ ପଠନରେ ଜଳବତ୍ ତରଳ ବୁଝି ହୋଇଥାଏ। ଉଦାହରଣ ହେଲା ଆସନ୍ତେ ବର୍ଷା କାଳ ନିଦାଘ ଶେଷେ ଘୋଟଇ ମେଘମାଳ ଆକାଶ ଦେଶେ ଚମକଇ ବିଜୁଳି ମେଘ ବକ୍ଷରେ କମ୍ପଇ ବଜ୍ରନାଦେ ମହି କାତରେ। ଗ୍ରୀଷମ ସମୟ ହେଲେହେଁ ଦାରୁଣ ଅଟେ ଜଗତର ମିତ୍ର ଜନମାଇ ମେଘ ସାଧେ ପ୍ରାଣୀ ହିତ ବିଧି ବିଧାନ ବିଚିତ୍ର। ସରଳ କବିତାର ସାହିତ୍ୟ ରଚନା ପଢ଼ି ସାରିବା ପରେ ବୁଝି ହୋଇଯାଇଥାଏ। ପକ୍ଷାନ୍ତରେ ବୌଦ୍ଧିକ ଦୁର୍ବୋଧ୍ୟ କବିତା ସହଜରେ ମାନେ ପ୍ରଥମ ପାଠରେ ସବିଶେଷ ବୁଝି ହୋଇନଥାଏ। ଠିକ୍ ଏଇଠି ଦରକାର ପଡ଼େ ଉପଯୁକ୍ତ ମନବୁଝାମଣାତ୍ମକ ପର୍ଯ୍ୟାପ୍ତ ପରିମାଣର ସମାଲୋଚନା ବା ସମୀକ୍ଷା। ନହେଲେ ଇଚ୍ଛାଗ୍ରାହୀ କବିତାର ପାଠକ କବିତାକୁ ପଢ଼ିଦେଲା ସିନା, ହେଲେ ଉପଭୁକ୍ତ ହୋଇପାରିଲା ନାହିଁ। କବିତା ପଢ଼ାରୁ ଆନନ୍ଦ ନେଇପାରିଲା ନାହିଁ, ପାଇପାରିଲା ନାହିଁ। କାରଣ ପାଠକର ମସ୍ତିଷ୍କ ଏବଂ ମନର ବୁଝାମଣା କବିର ରଚନାୟିତ ଅଭିସନ୍ଧିକୁ ଉଦ୍ଦେଶ୍ୟକୁ ସଠିକ୍ ଧରିପାରିଲା ନାହିଁ। ଅଗତ୍ୟା କବିତା ପଢ଼ିବା ବେକାର ହେଲା। କବିତା ପଢ଼ି ବୁଝି ନ ପାରିଲେ କବିତା ପଢ଼ା ମୂଲ୍ୟହୀନ ଜଣାପଡ଼େ। ସମୟ ବି ନିଯୁକ୍ତ ନ ହୋଇ ଅପବ୍ୟୟ ହେଲା। ପ୍ରୋକ୍ତ ବା ସେହି କବିତାର ଯଥାର୍ଥ ସମୀକ୍ଷା ଥିଲେ କବିତା ପଠନ ଉପଭୋଗ୍ୟ ହୋଇପାରିଥାନ୍ତା। କବିତାର ଏତାଦୃଶ ବୌଦ୍ଧିକ ଦୁର୍ବୋଧ୍ୟ ଗୁଣ ପାଇଁ ଅନେକ ଉଚ୍ଚକୋଟୀର କାବ୍ୟ କବିତା ଶ୍ରେଣୀକକ୍ଷର ପାଠପଢ଼ାରୁ ଅଧ୍ୟାପନାରୁ ବଞ୍ଚିତ ରହୁଛନ୍ତି। ଅଧ୍ୟାପକ ନିଜେ ଭଲକରି ବୁଝିଥିଲେ ତ ଯାଇ ପିଲାଙ୍କୁ ସବିଶେଷ ଟିକିନିଖି କରି ଖୁଣ୍ଟି ନାଣ୍ଟି ବୁଝେଇ ପାରିବ, ନହେଲେ ସମ୍ଭବ କେମିତି କୋଉ ଉପାୟରେ ହେବ? ତେବେ ଜଟିଳ ସାହିତ୍ୟର କୁଟିଳ ବୁଦ୍ଧି ପ୍ରଯୁକ୍ତିର ବୌଦ୍ଧିକ ଦୁର୍ବୋଧ୍ୟ କବିତାର ଉଦାହରଣ ହେଲା ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ ସୁନାର ଝରଣା। ସେତେବେଳେ ଏ ଗଳିରେ ଲୋକ ଥିଲେ ଖରା ଥିଲା ଆଉ ମୋ ଦେହେ ଥିଲା ପୌଷର ପଳିତ ମୂର୍ଚ୍ଛନା। ସୁନାର ଝରଣା କବି ଗୁରୁପ୍ରସାଦ ମହାନ୍ତି ରଚିତ ଉପରୋକ୍ତ ଦୁଇ ବୌଦ୍ଧିକ ବୁଦ୍ଧିଦୀପ୍ତ ଦୁର୍ବୋଧ୍ୟ କବିତାର ଏସବୁ ପ୍ରଥମ କିଛି ଧାଡ଼ି। ଆଧୁନିକ ଓଡ଼ିଆ କବିତା M.A. ଶ୍ରେଣୀରେ ବିଶେଷ ପତ୍ର ଭାବେ ନେଇଥିବା ଶିକ୍ଷାର୍ଥୀ ଗୁରୁବାବୁଙ୍କ ରଚିତ ଏହି ଦୁଇ କବିତା ପଢ଼ି ସବିଶେଷ ବୁଝି ନ ପାରି ସେ ଖୋଜିବ ଉପରୋକ୍ତ କବିତା ଦୁଇର ହୋଇଥିବା ଯଥାର୍ଥ ସମୀକ୍ଷାକୁ। ଆଉ ଯଦି ତାର ମନମତ ସମାଲୋଚନା ନ ପାଇଲା, ତେବେ ତାର ମନ ଦୁଃଖିତ ହେବ। କବିକୁ ଗାଳି ଦେଇ କହିବ, କେମିତି କବିତା ଲେଖିଛି ଯେ ଆଦୌ ବା ଜମାରୁ ବୁଝି ହେଉନାହିଁ। ଏବେ ମୁଁ କେମିତି ପରୀକ୍ଷା ଦେବି? କ'ଣ ଓ କେମିତି ଉତ୍ତର ଲେଖିବି? ଶଳା ମଲା ମଣିଷ! ଏମିତି ଚୋପାଛଡ଼ା କବିଙ୍କୁ ପୁଣି ପାଠ୍ୟକ୍ରମରେ କୋର୍ସରେ ରଖାଗଲା ବା କେମିତି? ପିଲାଟିକୁ ଯଦି ଉପରୋକ୍ତ କବିତା ଦ୍ୱୟର ଉପଯୁକ୍ତ ମନଲାଖି ସମାଲୋଚନା ହାତ ପାହାନ୍ତାରେ ମିଳେ, ତାହେଲେ ବିଚରା ପରୀକ୍ଷାର୍ଥୀଟି ସତରେ ବହୁତ ଖୁସି ହୁଅନ୍ତା। ଯଥାର୍ଥ ସମୀକ୍ଷା ମିଳିବା ଭାଗ୍ୟର କଥା। ତାଙ୍କର ପ୍ରଥମ କବିତାରେ କବି ଗୁରୁପ୍ରସାଦ ମହାନ୍ତି କପୋତ ପକ୍ଷୀକୁ ପ୍ରତୀକ ଚିତ୍ରକଳ୍ପ କରାଇ କହୁଛନ୍ତି କି ତାଙ୍କର ନୂଆ ନୂଆ ବୈବାହିକ ଦାମ୍ପତ୍ୟ ପାରିବାରିକ ଜୀବନ ବିତାଉଥିବା ରୋମାଣ୍ଟିକ କଳ୍ପନାପ୍ରବଣ ଥିବା ଜୀବନ ବିତାନର ସରଳ ନିରୀହ ସହଜ ଚାହାଣୀଟି ଉଚ୍ଚ ଆକାଂକ୍ଷା
ସମ୍ପନ୍ନ ହୋଇ ଭାବିଛି ଜୀବନର ଉଦ୍ଗତ ସବୁ ଉଚ୍ଚ ଆକାଂକ୍ଷା ଜୀବନରେ ସଫଳ ପରିପୂର୍ଣ୍ଣ ହେବ। ହେଲେ କବିଙ୍କର ଯୌବନଦୀପ୍ତ ସବୁ କରିଥିବା ଉଚ୍ଚ ଆଶା ବିପରୀତ ପରିସ୍ଥିତିର ଇସ୍ପାତ ବା ବ୍ଲେଡରେ କଟିଯାଇ ବିଫଳ ହୋଇଛି। ଆକାଶ ମୁଣ୍ଡ ଉପରେ ଥିବାରୁ ଉଚ୍ଚ କାମନାର ପ୍ରତିଭୂ ପ୍ରତିନିଧି ହୋଇଛି। କବି ବାହା ହୋଇ ପତ୍ନୀଙ୍କୁ ଘରେ ଏକୁଟିଆ ଛାଡ଼ିଦେଇ ବୃତ୍ତି ବା ଉପାର୍ଜନ କାମ ପାଇଁ ପ୍ରତିଦିନ ପେଟପାଟଣା ଚିନ୍ତାରେ ବାହାରକୁ ଯାଇଛନ୍ତି। ଆଉ ପ୍ରତିଦିନ ସେମିତି କବି ପତ୍ନୀ କବିଙ୍କର ଗୃହକୁ ଫେରିବା ବାଟର ଅପେକ୍ଷା କରିଛନ୍ତି। ଦାମ୍ପତ୍ୟ ଜୀବନର ଏହା ହିଁ ନୀତିଦିନିଆ ଚିନ୍ତାଜନିତ କାର୍ଯ୍ୟାବଳୀ, ଜୀବନ ବିତାନର ଧାରା। ସେହିପରି ଗୁରୁପ୍ରସାଦ ମହାନ୍ତିଙ୍କର ସୁନାର ଝରଣା ନାମକ କବିତାରେ କନକ ଗୋରୀ ବା ସୁନା ରଙ୍ଗର ଗୋରୀ ବେଶ୍ୟା ନାରୀଟି ନିଜର ଗଳିର ଘରେ ଖରାର ଉତ୍ତେଜନା ବା ଗରମପଣ ନେଇ ଅପେକ୍ଷାରତ ଲମ୍ପଟ କାମୁକ ଲୋକମାନଙ୍କୁ ବେଶ୍ୟାପ୍ରୀତି ଦେବା ପାଇଁ ସିମେଣ୍ଟର ଚଟାଣ ଉପରେ ଲମ୍ବ ହୋଇ ନଦୀ ଝରଣା ଭଳି ଅଙ୍କାବଙ୍କା ଦେହ ନେଇ ଶୋଇପଡ଼ିଲା। କବିତାର ନାମଦାନ, ଶରୀର, ଅଙ୍ଗ ସବୁଥିରେ କବି ବୌଦ୍ଧିକତାର ଦୁର୍ବୋଧ୍ୟତାର ଛାପ ଛାଡ଼ିଛନ୍ତି ଏବଂ କବିତାକୁ କରାଇଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ସମୁଦ୍ର ସ୍ନାନ ନାମ ଦେଇ 1970 ମସିହାରେ ସେ ଏହି ପୁରସ୍କାର ପାଇଥିଲେ। ଯେତେବେଳେ କବି ପୁରୀ ଏସିଏସ୍ କଲେଜରେ ଇଂରାଜୀ ଅଧ୍ୟାପକ ଥିଲେ। ସମାଲୋଚନା ସାହିତ୍ୟ ମଧ୍ୟ ସାହିତ୍ୟରେ ଗଣା। ଏହା ସୃଜନଶୀଳ ବା କ୍ରିଏଟିଭ୍ ଲିଟରେଚରର ପରବର୍ତ୍ତୀ ସୃଷ୍ଟି। ଆଗ ସୃଜ୍ୟମାନ ସାହିତ୍ୟ ଲେଖା ହେବା ପରେ ଯାଇ ସମାଲୋଚନା ସାହିତ୍ୟର ସୃଷ୍ଟି ହୋଇଥାଏ। କୁଟିଳ, ଜଟିଳ, କ୍ଳିଷ୍ଟ, କଷ୍ଟକର ବୌଦ୍ଧିକ ସାହିତ୍ୟକୁ ସବିଶେଷ ମତେ ବୁଝି ଉପଲବ୍ଧି କରିବାକୁ, ସାହିତ୍ୟର ଜଟିଳତାକୁ ସହଜ ଅନାୟାସ କରାଇବାକୁ ସମାଲୋଚନାର ସୃଷ୍ଟି ହୋଇଥାଏ। ସୃଜ୍ୟମାନ ସାହିତ୍ୟର ଯେତେ ପ୍ରକାର, ସମାଲୋଚନା ସାହିତ୍ୟର ମଧ୍ୟ ସେତେ ପ୍ରକାର, ଅର୍ଥାତ୍ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଭ୍ରମଣ କାହାଣୀ ହୋଇ ଗଦ୍ୟ ପଦ୍ୟ ରୀତିରେ ସାହିତ୍ୟର ଅସଂଖ୍ୟ ପ୍ରକାର, ଆଉ ସବୁଥିରେ ମଧ୍ୟ ସମାଲୋଚନା ଲେଖାଯାଇଅଛି। ଉପଯୁକ୍ତ ବୁଝାମଣାରେ ଯାଇ ସାହିତ୍ୟର ଗ୍ରହଣୀୟତା ବିଚାର୍ଯ୍ୟ ହୋଇଥାଏ। ପାଠ୍ୟ ନିର୍ବାଚନର ଉଦ୍ଦେଶ୍ୟ ଥାଏ, ନହେଲେ ରହିନଥାଏ। ସମସ୍ତେ କେବେ ସବୁ ପ୍ରକାର ସମାଲୋଚନା ଲେଖିପାରି ନଥାନ୍ତି। ସେମିତି ସମସ୍ତେ ସବୁ ପ୍ରକାର ସାହିତ୍ୟ ସର୍ଜି ପାରିନଥାନ୍ତି। କିଏ କାବ୍ୟ ଲେଖିଥାଏ ତ କିଏ କବିତା, କିଏ ବା ଗଳ୍ପ, କିଏ ପୁଣି ନାଟକ, କିଏ ପୁଣି ପ୍ରାବନ୍ଧିକ ଥାନ୍ତି। କାବ୍ୟକାର ହେଉଛନ୍ତି ରାଧାନାଥ ଗଙ୍ଗାଧର, କବି ମଧୁସୂଦନ, ନନ୍ଦକିଶୋର, କୁନ୍ତଳା କୁମାରୀ, ଗାଳ୍ପିକ ଅଖିଳ ମୋହନ, ନାଟ୍ୟକାର ମନୋରଞ୍ଜନ, ରମେଶ ପ୍ରସାଦ ପାଣିଗ୍ରାହୀ, ଗୋପାଳ ଛୋଟରାୟ, ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ, ବିପିନ ବିହାରୀ ରାୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ହେଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ ଭାବରେ ସୁପ୍ରସିଦ୍ଧ। ମହିହା, ପ୍ରିୟଦର୍ଶୀ, ପଦ୍ମିନୀ ନାମରେ ନାଟକ ଲେଖିଥିଲେ ବି ନାଟ୍ୟକାର ନୁହନ୍ତି। ବିଶ୍ୱରୂପ ଦର୍ଶନ, ଆମର ସାଂସ୍କୃତିକ ଜିଜ୍ଞାସା ନାମରେ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି। ଯେମିତି ଫକୀରମୋହନ କବିତା ଲେଖିକି ମଧ୍ୟ କବିର ଲୋକପ୍ରିୟତାରେ ବହୁଳ ପାଠ୍ୟାନ୍ତର୍ଗତ ହୋଇନଥାନ୍ତି। ତାଙ୍କର ମୁଁ ହାଟ ବାହୁଡ଼ା କବିତାଟି କେବଳ ପାଠ୍ୟରେ ପଢ଼ାଯାଇଥିଲା ଏବଂ ହସି ହସି ଗଲା ମୋତେ କନ୍ଦାଇ କନ୍ଦାଇ କବିତାଟି ମଧ୍ୟ ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ B.A. ଓଡ଼ିଆ ଅନର୍ସ କୋର୍ସରେ ରହିଥିଲା। ଠିକ୍ ସେମିତି ସାହିତ୍ୟର ସମାଲୋଚନା ବି ସାଧାରଣ, ଲୋକପ୍ରିୟ, ଇତର, ପ୍ରମୁଖ ହୋଇ ଦୁଇ ପ୍ରକାର। ପ୍ରଫେସର ବୈଷ୍ଣବଚରଣ ସାମଲ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଦେବେନ୍ଦ୍ର ମହାନ୍ତି, ହେମନ୍ତ କୁମାର ଦାସ, ପ୍ରଫେସର ଆଦିକନ୍ଦ ସାହୁ, ମୋ ଜାଣିବାରେ ଉପରୋକ୍ତ ଜଣେ ଜଣେ ବିଶେଷ ଦରର, ବିଶିଷ୍ଟ ଧରାର, କୃତବିଦ୍ୟ ସ୍ୱନାମଧନ୍ୟ ସମାଲୋଚକର ମର୍ଯ୍ୟାଦା ପ୍ରାପ୍ତ ଥାଇ ଓଡ଼ିଆ ସମାଲୋଚନା ସାହିତ୍ୟକୁ ଆଗେଇ ନେବାରେ ବଳିଷ୍ଠ ଭୂମିକା ଗ୍ରହଣ କରିପାରିଅଛନ୍ତି।